ପିଲାମାନେ, ଆମ କୋଟି ଓଡ଼ିଆମାନଙ୍କର ପ୍ରାଣ ଶ୍ରୀ ଜଗନ୍ନାଥ। ସେ ଭାବର ଠାକୁର। ତାଙ୍କୁ ସ୍ନେହ ଶ୍ରଦ୍ଧାରେ ଡାକିଲେ ସେ ଶୁଣନ୍ତି। ଭକ୍ତ କାହିଁ କେତେ ଦୂରରୁ ଧାଇଁଯାଏ ତାଙ୍କର ଟିକିଏ ଦର୍ଶନ ପାଇବା ପାଇଁ। ଏଇ ଦେଖୁନ ଭଉଣୀ ଆଦ୍ୟାଶା ସ୍ୱାଇଁଙ୍କୁ। ସେ କାଳିଆ ଠାକୁରଙ୍କୁ ଦର୍ଶନ କରିସାରିବା ପରେ ଭକ୍ତି ସଙ୍ଗୀତଟିଏ ଗାଇଛନ୍ତି। ଗୀତଟିକୁ ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। ଆସ ଶୁଣିବା।
ପିଲେ 105 ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ କ'ଣ ହେଇଥିଲା ଜାଣିଛ କି? ହଁ, ପ୍ରାୟ ସମସ୍ତେ ସେ ଘଟଣା ବିଷୟରେ ଅଳ୍ପ ବହୁତ ଅବଗତ ଥିବ। ଘଟଣାଟି ହେଲା 1919 ମସିହା ଏପ୍ରିଲ ମାସର 13 ତାରିଖ। ପଞ୍ଜାବର ଅମୃତସରରେ ଲୋକମାନେ ଏକାଠି ହୋଇଥାନ୍ତି ବୈଶାଖୀ ପର୍ବ ପାଳନ କରିବା ପାଇଁ। ଆଉ ଏଇ ସମୟରେ ହଠାତ୍ ଆଖିବୁଜା ଗୁଳି ଚାଲିଲା, ଯେଉଁଥିରେ କି ଶହ ଶହ ଲୋକଙ୍କର ଜୀବନ ଚାଲିଯାଇଥିଲା, ଯାହାକୁ ଆମେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ନାଁରେ ଜାଣିଛୁ। ହଁ ପିଲାଏ, ଆଜି ହେଉଛି ଏପ୍ରିଲ ମାସର 13 ତାରିଖ। ଠିକ୍ ଆଜିର ଦିନରେ ଏଇ ବର୍ବର କାଣ୍ଡ ଘଟିଥିଲା। ହେଲେ ଏ ହତ୍ୟାକାଣ୍ଡ କାହିଁକି ହେଇଥିଲା, ଆସ ଆଜି ଜାଣିବା। ତମମାନଙ୍କୁ କହିଛନ୍ତି ପରମାନନ୍ଦ ବିଶ୍ୱାଳ। ଇଂରେଜମାନେ ସପ୍ତଦଶ ଶତାବ୍ଦୀର ମଧ୍ୟଭାଗରେ ଭାରତରେ ପଦାର୍ପଣ କରି ଇଷ୍ଟ ଇଣ୍ଡିଆ କମ୍ପାନୀ ନାମକ ଏକ ସଂସ୍ଥା ମାଧ୍ୟମରେ ସେମାନଙ୍କର ବାଣିଜ୍ୟ ବ୍ୟବସାୟ ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ସେମାନେ ଆମ ଦେଶର ଶାସନ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣକୁ ନେବାରେ ସକ୍ଷମ ହେଲେ ଓ ଭାରତୀୟମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରି ଭାରତର ଧନରତ୍ନ ସବୁ ନିଜ ଦେଶକୁ ବୋହି ନେଲେ। ବିଭିନ୍ନ ପ୍ରକାର ଆଇନ ପ୍ରଣୟନ କରି ଭାରତୀୟମାନଙ୍କ ଉପରେ ଲଦିଦେଲେ। ଆମର ପ୍ରଚଳିତ ସାମାଜିକ ବ୍ୟବସ୍ଥାରେ ଅଯଥା ହସ୍ତକ୍ଷେପ କଲେ, ପ୍ରତିବାଦ କଲେ। ଇଂରେଜମାନେ ଦୃଢ଼ ହସ୍ତରେ ସମସ୍ତ ଆନ୍ଦୋଳନକୁ ଦମନ କଲେ। ତଥାପି ଭାରତୀୟମାନଙ୍କ ମନରେ ଇଂରେଜମାନଙ୍କୁ ଭାରତରୁ ତଡ଼ିବା ପାଇଁ ଏବଂ ଦେଶକୁ ସ୍ୱାଧୀନ କରିବା ପାଇଁ ଆଶା ତୀବ୍ରତର ହେବାରେ ଲାଗିଲା। 1915 ମସିହାରେ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରି ଭାରତରେ ଚାଲିଥିବା ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ନୂଆ ରୂପ ଦେଲେ। ପ୍ରଥମ ବିଶ୍ୱଯୁଦ୍ଧ 1914 ମସିହାଠାରୁ ଆରମ୍ଭ ହୋଇ 1918 ମସିହାରେ ଶେଷ ହେଲା। ଯୁଦ୍ଧରେ ବ୍ରିଟିଶ ସରକାର ବିଜୟୀ ହେଲେ। ଯୁଦ୍ଧ ପରେ ବ୍ରିଟିଶ ସରକାର ଘୋଷଣା କଲେ ଯେ ସେମାନେ ଭାରତର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବେ, କିନ୍ତୁ ତାହା ହେଲା ନାହିଁ। ବରଂ ସେମାନଙ୍କର ଦମନ ଅତ୍ୟାଚାର ଭାରତୀୟମାନଙ୍କ ପ୍ରତି ବଢ଼ିବାରେ ଲାଗିଲା। ଏହି ସମୟରେ ଦୁଇଟି ଆନ୍ଦୋଳନ ପାଇଁ ପ୍ରସ୍ତୁତି ଦେଶ ବାହାରେ ଓ ଗୋଟିଏ ଭାରତ ଭିତରେ ଚାଲିଥାଏ। 1913 ମସିହାରେ କାନାଡ଼ାରେ ଏକ ସଂଗଠନ ବ୍ରିଟିଶ ରାଜ ବିରୁଦ୍ଧରେ ପ୍ରତିଷ୍ଠା କରାଗଲା। ତାର ନାମ ହେଲା ଗଦର ଆନ୍ଦୋଳନ। ଆଉ ଅନ୍ୟଟି ହେଲା ଖିଲାଫତ ଆନ୍ଦୋଳନ ତୁର୍କୀରେ। ଭାରତରେ ଥିବା ମୁସଲମାନ ଭାଇ ଭଉଣୀମାନେ ଖିଲାଫତ ଆନ୍ଦୋଳନକୁ ସମର୍ଥନ କରି ଇଂରେଜମାନଙ୍କ ବିରୁଦ୍ଧରେ ଭାରତର ସ୍ୱାଧୀନତା ସଂଗ୍ରାମରେ ବହୁ ମାତ୍ରାରେ ଭାଗ ନେଲେ। ଭାରତରେ ହୋମ୍ ରୁଲ୍ ଆନ୍ଦୋଳନ ଜୋରସୋରରେ ଚାଲିଥାଏ। ଏହାର ନେତୃତ୍ୱ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ ଓ ଆନି ବେସାନ୍ତ ନେଉଥାନ୍ତି। ଇଂରେଜମାନଙ୍କ ଦ୍ୱାରା ପ୍ରଣୀତ ରାଉରକେଲା ଆଇନ ବିରୁଦ୍ଧରେ ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ଆରମ୍ଭ କରିଦେଲେ ଓ ଦେଶ ସାରା ବୁଲି ବଡ଼ ବଡ଼ ସଭା କରି ଆନ୍ଦୋଳନର ଉଦ୍ଦେଶ୍ୟ ବିଷୟରେ ବୁଝାଇଲେ ଓ ଆନ୍ଦୋଳନର ମୂଳମନ୍ତ୍ର ହେଲା ଅହିଂସା। ବିନା ହିଂସା ରକ୍ତପାତରେ ଆନ୍ଦୋଳନ ଜୋରଦାର କରିବାକୁ ଗାନ୍ଧୀଜୀ ଆହ୍ୱାନ ଦେଲେ। ଦେଶବ୍ୟାପୀ ସତ୍ୟାଗ୍ରହ ଚାଲିଥିବା ବେଳେ ପଞ୍ଜାବ ଏହାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା। ସେତେବେଳେ ପଞ୍ଜାବରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥାନ୍ତି ମାଇକେଲ ଓ ଡାୟାର। ଡାୟାର ଜଣେ କ୍ରୋଧୀ ଓ ନିର୍ଭୀକ ବ୍ୟକ୍ତି ଥିଲେ। ପ୍ରଥମ ବିଶ୍ୱଯୁଦ୍ଧରେ ସେ ପଞ୍ଜାବରେ ଅଧିକ ସାହାଯ୍ୟ ପାଇଥିଲେ ଓ ଆଶା କରିଥିଲେ ଯେ ପଞ୍ଜାବର ଲୋକମାନେ ଇଂରେଜମାନଙ୍କ ପ୍ରତି ବିଶ୍ୱାସଘାତକତା କରିବେ ନାହିଁ। ଅମୃତସରର ଲୋକ ସଂଖ୍ୟା ସେତେବେଳେ ପ୍ରାୟ 1.5 ଲକ୍ଷ ଥିଲା ଓ ଏହା ଶିଖମାନଙ୍କର ଏକ ଧର୍ମସ୍ଥଳୀ ଥିଲା। ବାଣିଜ୍ୟ ବେପାରରେ କେନ୍ଦ୍ରସ୍ଥଳୀ ହୋଇଥିବାରୁ ଦେଶର ଅନ୍ୟ ସହରମାନଙ୍କ ସହ ଏହାର ସଂଯୋଗ ଥିଲା। 1918 ମସିହାରେ କଂଗ୍ରେସ ଅଧିବେଶନ ପଞ୍ଜାବରେ ବସିବା ପାଇଁ ଡକ୍ଟର କିଚଲୁ ଓ ଡାକ୍ତର ସତ୍ୟପାଲଙ୍କ ସହଯୋଗରେ ସ୍ଥିର କରାଯାଇଥିଲା। ଏହି ଦୁଇ ନେତା ରାଉରକେଲା ଆଇନ ବିରୁଦ୍ଧରେ ଓ ସ୍ଥାନୀୟ ସମସ୍ୟାକୁ ନେଇ ଜୋରସୋରରେ କାମ ଚଳାଇଥାନ୍ତି। ପଞ୍ଜାବବାସୀଙ୍କ ଉତ୍ସାହ ଓ ଉନ୍ମାଦନା ବେଶ ବଢ଼ିଯାଇଥିଲା। ପିଲାମାନେ, ଜାଲିଆନାୱାଲାବାଗ ପଞ୍ଜାବର ଅମୃତସର ସହରରେ ଅବସ୍ଥିତ। ଜଲ୍ଲା ନାମକ ଜଣେ ବ୍ୟକ୍ତି ସେଠାରେ ଏକ ବଗିଚା କରିଥିଲେ। ତାଙ୍କରି ନାମ ଅନୁସାରେ ସେ ସ୍ଥାନଟିକୁ ଜାଲିଆନାୱାଲାବାଗ କୁହାଯାଏ। 1919 ମସିହାରେ ଏହା ଖାଲ ଢିପ ଥିଲା। ଧୀରେ ଧୀରେ ଏହାର ଚାରିପାଖରେ ଦୋକାନ ବଜାର ଓ ଘରଦ୍ୱାର ଗଢ଼ି ଉଠିଲା। ସଭା ସମିତି ଓ ରାଲି ପାଇଁ ଏ ସ୍ଥାନଟିକୁ ସାଧାରଣତଃ ବ୍ୟବହାର କରାଯାଇଥିଲା। 1919 ମସିହା ଏପ୍ରିଲ ମାସ 13 ତାରିଖ। ଅମୃତସରରେ ଏହି ଦିନ ବୈଶାଖୀ ପର୍ବ ପାଳନର ବାତାବରଣ ପୂର୍ବ ବର୍ଷ ଭଳି ନଥିଲା। ଗତ 4 ଦିନର ଆନ୍ଦୋଳନରେ ଅନେକ ଆନ୍ଦୋଳନକାରୀ ଇଂରେଜ ସୈନ୍ୟଙ୍କ ଗୁଳିରେ ଶହୀଦ ହୋଇଥିଲେ। ଆନ୍ଦୋଳନ ଖୁବ୍ ଜୋରଦାର ଚାଲିଥାଏ। ଇଂରେଜ ଅଫିସରମାନେ ଜାଣିଥିଲେ ଯେ ବୈଶାଖୀ ଦିନ ହଜାର ହଜାର ଲୋକ ସ୍ୱର୍ଣ୍ଣ ମନ୍ଦିରକୁ ଦର୍ଶନ ପାଇଁ ଆସିବେ ଓ ଜାଲିଆନାୱାଲାବାଗରେ ପହଞ୍ଚିବେ। 13 ତାରିଖ ସକାଳେ ଜେନେରାଲ ଡାୟାର ସହରରେ ସୈନିକ ମାର୍ଚ୍ଚ କରାଇ ଢୋଲ ବଜାଇ ଘୋଷଣା କଲେ ଯେ ଅମୃତସରର କୌଣସି ବାସିନ୍ଦା ବିନା ଅନୁମତିରେ ବାହାରକୁ ଯାଇପାରିବେନି। ସନ୍ଧ୍ୟା 8ଟା ପରେ ଯିଏ ବାହାରକୁ ଆସିବ ତାକୁ ଗୁଳି କରାଯିବ। ଶୋଭାଯାତ୍ରା ସବୁ ବନ୍ଦ। 4 ଜଣରୁ ଅଧିକ ଲୋକ ଏକତ୍ର ହୋଇପାରିବେନି। କିନ୍ତୁ ଆନ୍ଦୋଳନକାରୀ ଡାୟାରଙ୍କ ଘୋଷଣାକୁ ଖାତିର କଲେ ନାହିଁ। କେତେଜଣ ଯୁବକ
ଖାଲି ଟିଣ ବଜାଇ 4:30 ସମୟରେ ଜାଲିଆନାୱାଲାବାଗରେ ସଭା ହେବ ବୋଲି ଘୋଷଣା କଲେ। ଏହା ବିଜୁଳି ବେଗରେ ଚାରିଆଡ଼େ ବ୍ୟାପିଗଲା। ଡାୟାରଙ୍କୁ ଖବର ମିଳିଲା ଯେ ସବୁ ସ୍ଥାନରେ ପ୍ରଚାର ଚାଲିଛି ଓ ସାଧାରଣ ସଭା ଜାଲିଆନାୱାଲାବାଗରେ 4:30 ସମୟରେ ହେବ। ଡାୟାର କାଳ ବିଳମ୍ବ ନ କରି ଅମୃତସର ସହରରେ 5ଟି ସ୍ଥାନରେ ପ୍ରତି 40 ଜଣ ସୈନିକଙ୍କୁ ନେଇ 5ଟି ଦଳ ଗଠନ କରି ସୈନ୍ୟ ମୁତୟନ କଲେ ଏବଂ ଗୋଟିଏ ସୈନ୍ୟ ଦଳ ନେଇ ଜାଲିଆନାୱାଲାବାଗ ଭିତରକୁ ଗଲେ। ତାଙ୍କ ସହିତ 50 ଜଣ ଭାରତୀୟ ସୈନ୍ୟ ଓ 40 ଜଣ ଗୋର୍ଖା ସିପାହୀ ଥିଲେ। ଡାୟାର ଦେଖିଲେ ପ୍ରାୟ 20,000 ଲୋକଙ୍କ ମେଳିରେ ସଭା ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ଓ ଜଣେ ଲୋକ ପେଣ୍ଡାଲ ଉପରେ ଠିଆ ହୋଇ ଭାଷଣ ଦେଉଛନ୍ତି। ଜେନେରାଲ ଡାୟାରଙ୍କ ରାଗ ଚରମ ସୀମାରେ ପହଞ୍ଚିଲା। ସେ ତାଙ୍କ ବାମ ପଟେ 25 ଜଣ ଓ ଡାହାଣ ପଟେ 25 ଜଣ ସୈନ୍ୟଙ୍କୁ ଠିଆ କରି ବିନା ସୂଚନାରେ ଗୁଳି ଚଳାଇବା ପାଇଁ ଆଦେଶ ଦେଲେ। ଗୁଳିମାଡ଼ରୁ ବଞ୍ଚିବା ପାଇଁ ପ୍ରାଣ ବିକଳରେ ସମସ୍ତେ ଦୌଡ଼ିଲେ। ଯେଉଁଆଡ଼କୁ ଦୌଡ଼ିଲେ ସବୁଆଡ଼େ ରାସ୍ତା ବନ୍ଦ। ଆଗରେ 5 ଫୁଟର ପାଚେରୀ। 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଗୁଳି ବର୍ଷଣ ହେଲା। ପ୍ରତ୍ୟେକ ବନ୍ଧୁକଧାରୀ 33 ରାଉଣ୍ଡ ଗୁଳି ଚଳାଇଥିଲେ ଓ ଏଥିରେ 400 ଲୋକ ମୃତ୍ୟୁବରଣ କରିଥିଲେ ଓ 1500 ଲୋକ କ୍ଷତବିକ୍ଷତ ହୋଇଥିଲେ। କ୍ଷତବିକ୍ଷତ ହୋଇ ଯନ୍ତ୍ରଣାରେ ଛଟଫଟ ସତ୍ୟାଗ୍ରହୀମାନେ ପାଣି ମୁନ୍ଦାଇବା ପାଇଁ ଚିତ୍କାର କରୁଥିଲେ ବି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପାଖରେ କେହି ନଥିଲେ। ଏତିକିରେ ଡାୟାରଙ୍କ ରାଗ ଶାନ୍ତ ହେଲା ନାହିଁ। ରାତି 10ଟା ବେଳେ ଗୋଟିଏ ସେନା ଦଳ ସହ ସେ ସହରରେ ମାର୍ଚ୍ଚ କଲେ। କାଳେ ରାସ୍ତାରେ ଆଉ କେହି ଆନ୍ଦୋଳନକାରୀ ବୁଲୁନାହାନ୍ତି ତ? ତାଙ୍କ ଆଦେଶ ପାଳନ ହେଉଛି ନା ନାହିଁ? ସବୁଆଡ଼େ ନିସ୍ତବ୍ଧତା। ରାସ୍ତାରେ ଗୋଟିଏ ହେଲେ ଲୋକ ବୁଲୁଥିବାର ଦେଖାଯାଇନଥିଲା। ଜାଲିଆନାୱାଲାବାଗ ହତ୍ୟାକାଣ୍ଡକୁ ନେଇ ଇଂଲଣ୍ଡ ଓ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। 1919 ଅକ୍ଟୋବର ମାସରେ ବାଧ୍ୟ ହୋଇ ହତ୍ୟାକାଣ୍ଡର ଅନୁସନ୍ଧାନ ନିମିତ୍ତ ହଣ୍ଟର କମିଶନ ସ୍ଥାପିତ କରାଗଲା। କିନ୍ତୁ ବିଡ଼ମ୍ବନାର ବିଷୟ, ଜେନେରାଲ ଡାୟାର ହଣ୍ଟର କମିଶନ ନିକଟରେ ନିଜର ପାରିଲା ପଣିଆର ଔଦ୍ଧତ୍ୟ ପ୍ରକାଶ କରିଥିଲେ ଓ ନିସଂକୋଚରେ କହିଥିଲେ ଯେ ଯଦି ତାଙ୍କ ପାଖରେ ଆଉ ଗୁଳି ଥାନ୍ତା କି ଗୋଳା ବାରୁଦ ଭରା ଗାଡ଼ି ଥାନ୍ତା ତେବେ ସେ ସମସ୍ତ ଆନ୍ଦୋଳନକାରୀଙ୍କୁ ହତ୍ୟା କରିବାକୁ ପଛାଇ ନଥାନ୍ତେ। ଇଂଲଣ୍ଡର ପାର୍ଲାମେଣ୍ଟରେ ଡାୟାରଙ୍କର ବହୁ ବନ୍ଧୁ ଥିଲେ। ସେମାନେ ଡାୟାରଙ୍କୁ ପ୍ରଶଂସା କରି 26,000 ପାଉଣ୍ଡ ଓ ସୁନାର ଖଡ଼ଗ ଉପହାର ଦେଇ ତାଙ୍କୁ ସମ୍ମାନିତ କରିଥିଲେ। 1940 ମସିହା ମାର୍ଚ୍ଚ ମାସ 13 ତାରିଖରେ ଦେଶପ୍ରେମୀ ଉଦ୍ଧମ ସିଂ ଲଣ୍ଡନର କ୍ୟାକ୍ସଟନ ହଲରେ ନରସଂହାରକାରୀ ଜେନେରାଲ ମାଇକେଲ ଓ ଡାୟାରଙ୍କୁ ଗୁଳି ମାରି ହତ୍ୟା କରିଥିଲେ। 1940 ମସିହା ଜୁନ 12 ତାରିଖରେ ଉଦ୍ଦାମ ସିଂଙ୍କୁ ଇଂରେଜମାନେ ଫାଶୀ ଦେଇଥିଲେ। ଉଦ୍ଦାମ ସିଂ ତାଙ୍କ ଶେଷ ବକ୍ତବ୍ୟରେ କହିଥିଲେ, ମୋ ମାତୃଭୂମି ପାଇଁ ଜୀବନ ଉତ୍ସର୍ଗ କରିବା ଠାରୁ ବଳି ଆଉ ଅଧିକ ସମ୍ମାନ ମୋତେ କ'ଣ ମିଳିଥାନ୍ତା। ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରବର୍ତ୍ତୀ ସମୟରେ ଭାରତର ସ୍ୱାଧୀନତା ପାଇଁ ସତ୍ୟାଗ୍ରହୀମାନଙ୍କୁ ଖୁବ୍ ପ୍ରେରଣା ଯୋଗାଇଥିଲା। ପିଲାମାନେ, ମା ଆମକୁ ଜନ୍ମ ଦେଇ ଆମର ଲାଳନ ପାଳନ କରି ଏହି ସଂସାରରେ ଆମକୁ ପରିଚୟ ଦିଏ। ଆଉ ମାଟି ପାଣି ପବନ ବିନା ଜୀବନ ଧାରଣ କରିବା ଅସମ୍ଭବ। ଆସ ଶୁଣିବା ଆଦ୍ୟାଶା ସ୍ୱାଇଁଙ୍କ କଣ୍ଠରୁ ଦେଶବନ୍ଦନା। ଦେଶବନ୍ଦନାଟିକୁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।
ପିଲେ, ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ସବୁ କାମ ପାଇଁ ପାଣି ଉପରେ ନିର୍ଭରଶୀଳ। ହେଲେ ସେଇ ପାଣିର ପରିମାଣ ଆଜି ଧୀରେ ଧୀରେ କମିଯାଉଛି, ଯାହାଫଳରେ ଜଳ ସଙ୍କଟ ଦେଖାଗଲାଣି। ଆଉ ଏଭଳି ଦିନ ଆସିବ ଯେଉଁଠି ଲୋକମାନେ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଥିବେ। ଆମକୁ ଭବିଷ୍ୟତରେ ପାଣି ପାଇଁ ହଇରାଣ ହେବାକୁ ପଡ଼ିବ। ସେଥିପାଇଁ କଥାରେ ଅଛି, ଜଳ ବହୁଳେ ସୃଷ୍ଟିନାଶ, ଜଳ ବିହୁନେ ସୃଷ୍ଟିନାଶ। ଆସ ଆଜି ଏ ବିଷୟରେ ଶୁଣିବା। ତମମାନଙ୍କୁ କହିଛନ୍ତି ବସନ୍ତ କିଶୋର ସାହୁ। ଜଳ ହିଁ ଜୀବନ, ଜୀବନ ହିଁ ଜଳ। ଜଳ ବିନା ଜୀବନ ସମ୍ଭବ ନୁହେଁ। ମଣିଷ, ଜୀବଜନ୍ତୁ ଓ ଗଛଲତା ସମସ୍ତେ ଜଳ ଉପରେ ନିର୍ଭର କରନ୍ତି, ନିଜର ଅଭିବୃଦ୍ଧି ଓ ବିକାଶ ଘଟାନ୍ତି। ଆମ ଶରୀର ପଞ୍ଚଭୂତରେ ସୃଷ୍ଟି। ସେହି ପଞ୍ଚଭୂତ ମଧ୍ୟରେ ଜଳ ଅନ୍ୟତମ। ସୁଷମ ଓ ସୁସ୍ଥ ଜୀବନଯାପନ ପାଇଁ ପବନ ପରେ ଜଳର ସ୍ଥାନ ଦ୍ୱିତୀୟ। ଜଣେ ମଣିଷ ବା ପ୍ରାଣୀ ଦିନେ 2 ଦିନ ଖାଦ୍ୟ ନ ଖାଇ ରହିପାରେ, ମାତ୍ର ଜଳ ବିନା ବଞ୍ଚିବା ସମ୍ଭବ ନୁହେଁ। ଉପଯୁକ୍ତ ପରିମାଣରେ ପାଣି ନ ପିଇଲେ ଶରୀରରେ ନାନା ସମସ୍ୟା ସୃଷ୍ଟି ହୁଏ। ମଣିଷ ରୋଗାକ୍ରାନ୍ତ ହୁଏ। ଆମ ଶରୀରର 68 ଭାଗ ହେଉଛି ଜଳ। ରକ୍ତରେ ଜଳ, ମାଂସପେଶୀରେ ଜଳ, ହାଡ଼ ଭିତର ଶସରେ ଜଳ, ଯୋଡ଼ସ୍ଥାନରେ ଜଳ, ହଜମ ପ୍ରକ୍ରିୟାରେ ଜଳ, କଫରେ ଜଳ ଓ ମୂତ୍ରରେ ଜଳ। ଶରୀର ପରି ପ୍ରତ୍ୟେକ ଦ୍ରବ୍ୟ, ପନିପରିବା ଓ ଖାଦ୍ୟ ପଦାର୍ଥରେ ଜଳର ମାତ୍ରା ଅଧିକ। ସେଥିରେ ଦ୍ରବ୍ୟ 1 ଭାଗ ହେଲେ ଜଳର ମାତ୍ରା 2 ଭାଗ ଥାଏ। ଗଛଲତାରେ ମଧ୍ୟ ଜଳର ଭାଗ ଅଧିକ ଥାଏ। ଶରୀରରୁ ଜଳୀୟ ଅଂଶ କମିଗଲେ ଆମକୁ ଶୋଷ ଲାଗେ। ଶରୀରର ଜଳଭାଗ ବଢ଼ାଇବା ପାଇଁ ଆମେ ପାଣି ପିଉ। ଆମର ସବୁ କାମ ପାଇଁ ଜଳ ଆବଶ୍ୟକ। ସକାଳୁ ଉଠି ମୁହଁ ଧୋଇବା ଠାରୁ ଆରମ୍ଭ କରି ଶୋଇବା ଯାଏଁ ଜଳ ଦରକାର ହୁଏ। ଜଳ ଦ୍ୱାରା ମଧ୍ୟ ଅନେକ ରୋଗ ଭଲ ହୋଇଥାଏ। ଜଳ ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ହେବା ସହିତ ଉଚ୍ଚ ରକ୍ତଚାପ ଓ ନିମ୍ନ ରକ୍ତଚାପ ଠିକ୍ ହୋଇଥାଏ। ମୁଣ୍ଡ ବଥା, କୋଷ୍ଠକାଠିନ୍ୟ, ଗ୍ୟାସ୍, ଥଣ୍ଡା, ପାଇଲ୍ସ, ଜଏଣ୍ଟ ପେନ୍ ଆଦି ଉପଶମ ମିଳିଥାଏ। ଆବଶ୍ୟକୀୟ ପାଣି ପିଇବା ଦ୍ୱାରା ହଜମ କ୍ରିୟା ଠିକ୍ ରହିବା ସହିତ ଭଲ ନିଦ ମଧ୍ୟ ହୋଇଥାଏ। ଭାରତୀୟ ଦର୍ଶନ ଓ ଶାସ୍ତ୍ର ଅନୁସାରେ ପ୍ରଳୟ ଆସିଲେ ଭୂପୃଷ୍ଠ ଜଳମୟ ହୁଏ। ଜଳ ପ୍ରଳୟ କରିବା ସହିତ ସୃଷ୍ଟି ମଧ୍ୟ କରେ। ଆମ ଅବତାରବାଦରେ ମତ୍ସ୍ୟ ଓ କଚ୍ଛପ ଅବତାର କଥା କୁହାଯାଇଛି। ସେମାନେ ଜଳରୁ ସୃଷ୍ଟି। ଆମ ପୂର୍ବପୁରୁଷ ଜଳକୁ ଧର୍ମ ସହିତ ଯୋଡ଼ିଥିଲେ। ଜଳକୁ ଦେବତା ଭାବରେ ପୂଜା କରୁଥିଲେ। ଏବେ ମଧ୍ୟ ସମୁଦ୍ର, ନଦୀ, ପୋଖରୀ ଓ କୂଅକୁ ପୂଜା କରାଯାଉଛି। ହରଦ୍ୱାରରେ ଗଙ୍ଗା ଆରତୀ ଓ ପୁରୀର ମହୋଦଧି ଆରତୀରୁ ଏହାର ପ୍ରମାଣ ମିଳେ। ଖରାଦିନେ ଲୋକ ଜଳଦାନ କରି ଧର୍ମ ଅର୍ଜନ କରନ୍ତି। ପୂର୍ବେ ରାଜା ମହାରାଜା, ଜମିଦାର, ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ଲୋକମାନଙ୍କ ଜଳକଷ୍ଟ ନିବାରଣ ପାଇଁ କୂଅ ପୋଖରୀ ଖୋଳି ଧର୍ମ ଅର୍ଜନ କରୁଥିଲେ। ଏବେ ଖରାଦିନେ ରାସ୍ତା କଡ଼ରେ ଜଳଛତ୍ର ଖୋଲାଯାଇ ଜଳଦାନ କରାଯାଉଛି। ଏହାଦ୍ୱାରା ଧର୍ମ ହୁଏ ବୋଲି ଲୋକବିଶ୍ୱାସ ପ୍ରଚଳିତ। ମାତ୍ର ପୂର୍ବର ସେହି ଚିନ୍ତାଧାରା ଆଜି ବଦଳିଗଲାଣି। ବିଜ୍ଞାନ ଯେତେ ଅଗ୍ରଗତି କରୁଛି, ମଣିଷ ସେତିକି ସ୍ୱାର୍ଥପର ହେବାରେ ଲାଗିଛି। ପୃଥିବୀରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଜଳର ଆବଶ୍ୟକତା ଅଧିକ ବଢ଼ୁଛି। ନଦୀ, ପୋଖରୀ, ନାଳର ଜଳ ଜନସଂଖ୍ୟା ଦୃଷ୍ଟିରୁ ନିଅଣ୍ଟ ପଡ଼ିଲାଣି। ଏହାର ସମାଧାନ ପାଇଁ ମଟର ବ୍ୟବହାର କରି ଭୂପୃଷ୍ଠ ଜଳକୁ ଉତ୍ତୋଳନ କରାଯାଉଛି। ଅଧିକ ଭୂପୃଷ୍ଠ ଜଳ ବ୍ୟବହାର କରିବା ଦ୍ୱାରା ଏହାର ସ୍ତର ମଧ୍ୟ କମିବାରେ ଲାଗିଛି। ଏହି ବ୍ୟବହାର ଅବ୍ୟାହତ ରହିଲେ ଆଗାମୀ ଦିନରେ ଅଧିକ ଜଳ ସଙ୍କଟ ଦେଖାଦେବ। ପରିବର୍ତ୍ତିତ ପରିସ୍ଥିତିରେ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରାଦେଶିକ, ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପଦକ୍ଷେପମାନ ଗ୍ରହଣ କରାଗଲାଣି। ଲୋକମାନଙ୍କ ମଧ୍ୟରେ ଜଳର ଆବଶ୍ୟକତା, ଗୁରୁତ୍ୱ ଓ ସଚେତନତା ବୃଦ୍ଧି ପାଇଁ ମିଳିତ ଜାତିସଂଘ ତରଫରୁ ଉଦ୍ୟମ ମଧ୍ୟ ଆରମ୍ଭ ହୋଇଛି। 1992 ମସିହାରୁ ପ୍ରତିବର୍ଷ ମାର୍ଚ୍ଚ 22 ତାରିଖକୁ ବିଶ୍ୱ ଜଳ ଦିବସ ଭାବରେ ପାଳନ କରାଯାଉଛି। ଏଥିପାଇଁ ରାଜ୍ୟ, ଦେଶ ତଥା ବିଶ୍ୱ ସ୍ତରରେ ଜନସଚେତନତା ସୃଷ୍ଟି କରାଯାଉଛି। ଜଳ ସଙ୍କଟକୁ ଆଖି ଆଗରେ ରଖି ବିଭିନ୍ନ ଯୋଜନା ସରକାରୀ ତଥା ବେସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଉଛି। ଜଳ ଆମ ପାଇଁ ପ୍ରକୃତିର ବରଦାନ। ମଣିଷ ସମାଜ ପାଇଁ ଏହା ଅତ୍ୟନ୍ତ ଦରକାରୀ ଓ ଅତ୍ୟାବଶ୍ୟକୀୟ ବସ୍ତୁ। ଏହା ଦେଶର ଜାତୀୟ ସମ୍ପତ୍ତି। ବୈଜ୍ଞାନିକମାନଙ୍କ ମତରେ ପୃଥିବୀର 4 ଭାଗରୁ 3 ଭାଗ ହେଉଛି ଜଳ। ସେଥିପାଇଁ ପୃଥିବୀକୁ ଜଳର ଗ୍ରହ ଭାବେ ଅଭିହିତ କରାଯାଏ। ତନ୍ମଧ୍ୟରୁ 97 ଭାଗ ହେଉଛି ସମୁଦ୍ର ଜଳ, ଯାହାକି ପିଇବା ତଥା ଅନ୍ୟ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ। ବାକି 3 ଭାଗର 75 ଭାଗ ହିମଖଣ୍ଡ ବା ବରଫ ଭାବରେ ଗଚ୍ଛିତ ହୋଇ ରହିଛି। ବାକି 25 ଭାଗରୁ 14 ଭାଗ ଭୂପୃଷ୍ଠ ଜଳ ଭାବରେ 2500ରୁ 12,500 ଫୁଟ ଗଭୀରତାରେ ପ୍ରବାହିତ ହେଉଅଛି। ଏହି ଜଳସ୍ରୋତ କୌଣସି ଉପାୟରେ ବାହାର କରି ବ୍ୟବହାର କରିବା ସମ୍ଭବ ନୁହେଁ। ବାକି
11 ଭାଗ ଜଳ 2500 ଫୁଟ ବା ତା ଉପର ସ୍ତରରେ ପ୍ରବାହିତ ହେଉଛି। ଉକ୍ତ ଜଳ ମଧ୍ୟରୁ ମାତ୍ର 0.97 ଭାଗ ଜଳ ଉତ୍ତୋଳନ କରାଯାଇ ଘରୋଇ ଚାଷବାସ ଓ କଳକାରଖାନା ମାନଙ୍କରେ ବ୍ୟବହାର କରାଯାଉଛି। ଭାରତ ଏକ କୃଷି ପ୍ରଧାନ ଦେଶ। ଏହି କୃଷି ବର୍ଷା ଉପରେ ନିର୍ଭର କରେ। ମାତ୍ର ଏହି ବର୍ଷାର କୌଣସି ସ୍ଥିରତା ନାହିଁ। ବେଳେବେଳେ ଅଧିକ ବର୍ଷା ହୋଇ ନଦୀ ବଢ଼ି ହୁଏ, ଧନଜୀବନ ନଷ୍ଟ ହୁଏ। କେତେବେଳେ ଆଦୌ ବର୍ଷା ନ ହୋଇ ମରୁଡ଼ି ପଡ଼େ, ସେଥିରେ ମଧ୍ୟ ଧନଜୀବନ ନଷ୍ଟ ହୁଏ। ସେଥିପାଇଁ କୁହାଯାଇଛି ଜଳ ବହୁଳେ ସୃଷ୍ଟିନାଶ, ଜଳ ବିହୁନେ ସୃଷ୍ଟିନାଶ। ବର୍ଷା ସ୍ୱାଭାବିକ ହେଲେ ଚାଷବାସ ପ୍ରକ୍ରିୟା ସୁଗମ ହୁଏ, ଭଲ ଫସଲ ହୁଏ, ପୃଥିବୀ ସବୁଜିମାରେ ଭରିଯାଏ। ସମୁଦ୍ରର ଲୁଣି ଜଳ ବର୍ଷା ଆକାରରେ ମିଠା ଜଳରେ ପରିଣତ ହୋଇ ଆମର ଉପକାର କରେ। ମାତ୍ର ଅଧିକାଂଶ ବର୍ଷା ଜଳ ନଦୀ ନାଳ ମାଧ୍ୟମରେ ପ୍ରବାହିତ ହୋଇ ସମୁଦ୍ରକୁ ଚାଲିଯାଏ। ସମୁଦ୍ରକୁ ବୋହି ଯାଉଥିବା ବର୍ଷା ଜଳକୁ ସଂଗ୍ରହ ଓ ସଂରକ୍ଷଣ କରି ଆମ କାର୍ଯ୍ୟରେ ଲଗାଇବାର ଉପାୟ ବୈଜ୍ଞାନିକମାନେ ବାହାର କଲେଣି। ସେହି ଯୋଜନାକୁ କାର୍ଯ୍ୟକାରୀ କରି ଗାଁ, ସହର ଓ ପାର୍ବତ୍ୟାଞ୍ଚଳରେ ଦେଖାଦେଉଥିବା ଜଳ ସଙ୍କଟକୁ ଦୂର କରାଯାଇପାରିବ। ବର୍ଷା ଜଳ ପରେ ଭୂପୃଷ୍ଠ ଜଳ ଆମର ଅତ୍ୟନ୍ତ ଉପକାରୀ। ମାତ୍ର ଏହି ଭୂପୃଷ୍ଠ ଜଳ ବର୍ଷା ଜଳ ଦ୍ୱାରା ପ୍ରଭାବିତ ହୋଇ ନିଜ ସ୍ତରକୁ ବୃଦ୍ଧି କରିଥାଏ। ନିୟମିତ ଭୂପୃଷ୍ଠ ଜଳର ଉତ୍ତୋଳନ ଓ ବହୁଳ ବ୍ୟବହାର ଫଳରେ ଏଥିରେ ମଧ୍ୟ ସଙ୍କଟ ଦେଖାଦେଲାଣି। ଏଥିରୁ ଜଣାଯାଏ ଯେ ଜଳ ସଙ୍କଟ ଆଗାମୀ ଦିନରେ ଆହୁରି ଅଧିକ ଉତ୍କଟ ହେବ। ଏହାର ସମାଧାନ ପାଇଁ ବ୍ୟୟ ସାପେକ୍ଷ ସତ୍ତ୍ୱେ କେତେକ ଦେଶ ଓ ପ୍ରଦେଶ ସମୁଦ୍ରର ଲୁଣି ଜଳକୁ ଶୋଧନ କରି ବ୍ୟବହାର ଉପଯୋଗୀ କଲେଣି। ଆଦିମ କାଳରୁ ଜଳ ସଙ୍କଟ କେତେକ ସ୍ଥାନରେ ମୁଖ୍ୟ ସମସ୍ୟା ହୋଇ ରହିଛି। ଅନେକ ସ୍ଥାନରେ ଅଳ୍ପ ଜଳ ବା ଖାରିଆ ଜଳ ମିଳିଥାଏ, ଯାହା ବ୍ୟବହାର ଉପଯୋଗୀ ନୁହେଁ। ସେଥିପାଇଁ ପିଇବା ତଥା ରୋଷେଇବାସ ପାଇଁ ଜଳ ସଂଗ୍ରହ କରିବାକୁ ମହିଳା ତଥା ପିଲାମାନେ ଗରା ବାଲ୍ଟି ଧରି ଅନେକ ଦୂର ପର୍ଯ୍ୟନ୍ତ ଯାଆନ୍ତି। ଏତେ ଦୂରରୁ ଜଳ ବୋହି ଆଣିବାକୁ ପଡ଼ୁଥିବାରୁ ଅନେକ ମହିଳା ଓ ଶିଶୁ ଅସୁସ୍ଥ ହୁଅନ୍ତି। ୟୁଏନ୍ଓ ରିପୋର୍ଟ ଅନୁଯାୟୀ ମହିଳାମାନେ ପ୍ରାୟ 200 ଘଣ୍ଟାରୁ ଅଧିକ ସମୟ ଜଳ ସଂଗ୍ରହରେ ଖର୍ଚ୍ଚ କରନ୍ତି। ଅନେକ ସ୍ଥାନରେ ଦୂଷିତ ଜଳ ବ୍ୟବହାର କରି ଲୋକେ ଅସୁସ୍ଥ ହୁଅନ୍ତି। ଦୂଷିତ ଜଳ ସମସ୍ତ ରୋଗର କାରଣ। ବିଶୁଦ୍ଧ ଜଳ ମଣିଷକୁ ସୁସ୍ଥ, ସବଳ ଓ ନିରୋଗ ରଖେ। ଯେଉଁ ପରିବାରରେ ବିଶୁଦ୍ଧ ଜଳ ଉପଲବ୍ଧ, ସେହି ପରିବାର ଲୋକେ ହସଖୁସି ଓ ଆନନ୍ଦରେ ଜୀବନ ନିର୍ବାହ କରନ୍ତି। ଦୂଷିତ ଜଳ ବ୍ୟବହାର କରି ଅଧିକାଂଶ ଲୋକ ହଇଜା, ଡିସେଣ୍ଟ୍ରି, କଲେରା ଓ ଟାଇଫଏଡ୍ ଆଦି ରୋଗରେ ଆକ୍ରାନ୍ତ ହୁଅନ୍ତି। ପୃଥିବୀରେ 3575 ନିୟୁତ ଲୋକ ପ୍ରତିବର୍ଷ ଜଳଜନିତ ରୋଗରେ ମୃତ୍ୟୁବରଣ କରନ୍ତି। ପ୍ରତି 21 ସେକେଣ୍ଡରେ ଜଣେ ଶିଶୁ ଜଳଜନିତ ରୋଗରେ ମୃତ୍ୟୁବରଣ କରେ। ଜଳଜନିତ ରୋଗରେ ଆକ୍ରାନ୍ତ ହୋଇ ପୃଥିବୀରେ 443 ନିୟୁତ ସ୍କୁଲ ସମୟ ମଧ୍ୟ ନଷ୍ଟ ହୋଇଥାଏ। ଜଳ ଜୀବନ ପାଇଁ ଏକାନ୍ତ ଉପଯୋଗୀ। ଆନ୍ତର୍ଜାତୀୟ ସ୍ତରରେ ବିଶୁଦ୍ଧ ଜଳ ବ୍ୟବହାର ମାନବିକ ଅଧିକାର ଶ୍ରେଣୀଭୁକ୍ତ କରାଯାଇଛି। ଏହା ସତ୍ତ୍ୱେ ଅନେକ ସ୍ଥାନରେ ଜଳ ଅପବ୍ୟବହାର ଓ ଦୁରୁପଯୋଗ କରାଯାଉଛି। ପୃଥିବୀ ପୃଷ୍ଠରେ କ୍ରମେ ଜଳସ୍ରୋତ କମିବାରେ ଲାଗିଛି। ଜଳ ପ୍ରକୃତିର ବରଦାନ ବୋଲି ସମସ୍ତେ ବୁଝିବା ପାଇଁ ସମୟ ଉପଗତ। ଏହା ଆମର ଦୈନନ୍ଦିନ ଜୀବନ ନିର୍ବାହ ଓ ବିକାଶ ପାଇଁ ଏକାନ୍ତ ଆବଶ୍ୟକ। ଅନ୍ୟାନ୍ୟ ଖଣିଜ ସମ୍ପଦ ପରି ଏହା ମଧ୍ୟ ଦିନେ ସରି ସରିଯିବ। ସେହି ସମୟ ଆସିବା ପୂର୍ବରୁ ଆମକୁ ସତର୍କ ହେବା ଏକାନ୍ତ ଆବଶ୍ୟକ। ଦ୍ରୁତ ଜଙ୍ଗଲ କ୍ଷୟ ଓ ବୃକ୍ଷଛେଦନ ମଧ୍ୟ ଜଳ ସଙ୍କଟର ଅନ୍ୟ କାରଣ ଭାବେ ଗୃହୀତ ହୋଇଛି। ଜଳାଭାବ ସର୍ବଦା ସାମାଜିକ ଓ ଅର୍ଥନୀତି ଉପରେ ପ୍ରଭାବ ପକାଇଥାଏ। ସମ୍ପ୍ରତି ଅଷ୍ଟ୍ରେଲିଆ, କାନାଡ଼ା, ଚୀନ, ଫିଜି, କୁଏତ, ପାକିସ୍ତାନ, ଫିଲିପାଇନ୍ସ, ସାଉଥ ଆଫ୍ରିକା ଆଦି ଦେଶରେ ଜଳ ସଙ୍କଟ ଦେଖାଦେଲାଣି। ଭାରତ ଉପରକୁ ଏହି ବିପଦ ଘନେଇ ଆସୁଛି। ସ୍ଥାନେ ସ୍ଥାନେ ଏହି ଜଳ ସଙ୍କଟ ଦେଖାଦେଉଥିବାରୁ ପରସ୍ପର ମଧ୍ୟରେ ସଂଘର୍ଷ ମଧ୍ୟ ଲାଗି ରହିଛି। ବିଭିନ୍ନ ନଦୀର ଜଳକୁ ନେଇ ବିବାଦ ଘନେଇବାରେ ଲାଗିଛି। ଭାରତରେ ଯେଉଁ ନଦୀ ଜଳକୁ ନେଇ ବିବାଦ ଲାଗିଛି ସେଗୁଡ଼ିକ ହେଲା କୃଷ୍ଣା ନଦୀର ଜଳକୁ ନେଇ ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ ମଧ୍ୟରେ, ଗୋଦାବରୀ ନଦୀର ଜଳକୁ ନେଇ ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡ଼ିଶା ମଧ୍ୟରେ, ନର୍ମଦା ନଦୀର ଜଳକୁ ନେଇ ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ମଧ୍ୟରେ, ରାବି ନଦୀର ଜଳକୁ ନେଇ ପଞ୍ଜାବ, ହରିୟାଣା, ରାଜସ୍ଥାନ ମଧ୍ୟରେ, କାବେରୀ ନଦୀର ଜଳକୁ ନେଇ କେରଳ, କର୍ଣ୍ଣାଟକ, ତାମିଲନାଡୁ, ପଣ୍ଡିଚେରୀ ମଧ୍ୟରେ ଓ ବଂଶଧାରା ନଦୀର ଜଳକୁ ନେଇ
ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ଏଣୁ ସାମ୍ପ୍ରତିକ ଜଳ ସଙ୍କଟକୁ ଲକ୍ଷ୍ୟ ରଖି ସମାଜସେବୀ, ଚିନ୍ତାନାୟକ ଓ ରାଜନୈତିକ ନେତାମାନେ କହିଲେଣି, ଆଗାମୀ ଦିନରେ ପୃଥ୍ୱୀ ପୃଷ୍ଠରେ ଯଦି ବିଶ୍ୱଯୁଦ୍ଧ ଲାଗେ ତାହା କେବଳ ଜଳ ପାଇଁ ହିଁ ଲାଗିବ। ଯଦି ଏବେଠାରୁ ଆମେ ସତର୍କ ନ ହେବା ତେବେ ଆଗାମୀ ଦିନରେ ଜଳ ବିହୁନେ ସୃଷ୍ଟିନାଶ ନିଶ୍ଚୟ ସତ୍ୟରେ ପରିଣତ ହେବ। ସେ ସମୟ ଆସିବା ପୂର୍ବରୁ ଆମକୁ ଜଳ ବ୍ୟବହାର ଉପରେ ଅଙ୍କୁଶ ଲଗାଇ କମ୍ ପାଣି ବ୍ୟବହାର ଉପରେ ଗୁରୁତ୍ୱ ଦେବାର ବେଳ ଆସି ପହଞ୍ଚିଛି। ବେଳହୁଁ ସାବଧାନ ହେଲେ ଆମେ ଜଳ ସଙ୍କଟରୁ ରକ୍ଷା ପାଇପାରିବା। ହଉ ପିଲାମାନେ, ଆଜି ପାଇଁ କିଶୋର ଚକ୍ର ଏତିକି। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ଶନିବାର ଅପରାହ୍ନ 5ଟା ବେଳକୁ।